ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ। ମୁକ୍ତା ସଂଘର୍ଷ ସମିତିର ସମ୍ପାଦିକା ଖୋର୍ଦ୍ଧା ଜିଲ୍ଲା। ଆମର ଓଡିଶା ରାଜ ବର୍ତ୍ତମାନ ଚାଲିଛି କାହାର? ମନମୋହନ ଡବଲ ଇଞ୍ଜିନ ସରକାର ନା? ମନମୋହନ ତାଙ୍କ ଇଚ୍ଛା ହେଲେ ସେ ଭତ୍ତା ଦେବେ, ତାଙ୍କ ଇଚ୍ଛା ହେଲେ ସେ ଭତ୍ତା ନ ଦେବେ। ନବୀନ ସରକାରଙ୍କ ଯେତିକି ଭତ୍ତାରେ ସୀମିତ ଅଛି ବର୍ତ୍ତମାନ, ସେତିକି ଲୋକ ପାଇଛନ୍ତି କି ସେ ବି ପାଉନାହାନ୍ତି। ଆହୁରି ଅଧା 3 ମାସର ଭତ୍ତାକୁ ଫେରେ 2 ମାସ କରିକି ଦିଆଯାଇଛି। କିନ୍ତୁ ସରକାରଙ୍କୁ ଟିକେ ଲାଜ ଲାଗୁନି, ଟିକେ କି ଜାଣେ, ମୁଁ କହିପାରୁନି ସେ ମନମୋହନ ମାଇଁକି କି ସେ ମାଇଁକି। କାହିଁକି ନା ଗୋଟେ ଜିନିଷ ହଉଛି 3 ମାସର ଭତ୍ତାକୁ 2 ମାସରେ କରିକି ଦିଆଯାଉଛି, ଆଉ ଗୋଟେ ମାସ ଭତ୍ତାକୁ ଫେରେ ବାକି ରଖା ହେଇଛି। ଯାହାକୁ ଆଜ୍ଞା ଦେବେ ଟୋଟାଲ ତାଙ୍କର 3 ମାସର ଦେବେ, ସେଟା ବି କରୁନାହାନ୍ତି। ସରକାରଙ୍କର କଣ ପଇସା ଏତେ ଅଭାବ ହେଇଯାଇଛି? ଯଦି ପଇସା ଅଭାବ ହେଇଛି ତାହେଲେ ଜନତା ପଇସା ତ ସବୁ ଜାଗା ଯାଉଛି, ରାଜସ୍ୱ ପଇସା କଣ ଯାଉଛି କୁଆଡେ? ଟେନ୍ ବାଡିଆ ହଉଛି, ଏତ କଥା। ଆଉ କଣ ଯିଏ ଆସିଲେ ଆମର ମେଣ୍ଟେନାନ୍ସ ମନ୍ତ୍ରୀ ମହାଶୟ ମାନେ ଗଲେ, ମୁଖ୍ୟମନ୍ତ୍ରୀ ଆମର ଗଲେ ଫ୍ଲାଇଟରେ, ସେଟା ସବୁ କୁଆଡେ ଯିବ? ସେଟା ସବୁ ରାଜସ୍ୱ ଆଜ୍ଞା ଯାଉଛି, ସେ ତ କାହା ପକେଟରୁ ଯାଉନି ନା, କେବଳ ଜନତାଙ୍କ ପକେଟରୁ ଯାଉଛି, ଆଉ କାହା ପକେଟରୁ ଯାଉନି। ନେତା ଆମର ବା କହୁଛି ମାଲାମାଲ, ଜନତା ବେହେଲ। କାହିଁକି ନା ରାଜସ୍ୱରେ ଯେତିକି ପଇସା ଅଛି ଏମାନେ ସବୁ ରାଜ କରୁଛନ୍ତି, ଗରିବ ଲୋକଙ୍କୁ ଧୋକା ଦଉଛନ୍ତି। ଧୋକା ମାନେ ଶକ୍ତ ଧୋକା। ଗରିବ ଲୋକଙ୍କୁ ଆଗେ ଏଠି କି ପଚାରେ? ମୋଦିଜୀ କହିଥିଲେ ଗୋଟେ ଥର, ଗରିବଙ୍କ ଦେବତା ହଉଛି ଜଗନ୍ନାଥ। ଆଜ୍ଞା ପ୍ରକୃତ କଥା ସିଏ କହିଥିଲେ, ହଉ ସେ ଠିକ କଥା କହିଛନ୍ତି। କାରଣ ଗରିବଙ୍କ ଦେବତା ହଉଛି ସ୍ୱୟଂ ଜଗନ୍ନାଥ, ଜଗତର ନାଥ ଜଗନ୍ନାଥ। ଗରିବ ପାଇଁକି ଜଗନ୍ନାଥ ହିଁ ଭରସା, ସରକାର ଆଜ୍ଞା ନୁହଁ। ସରକାର ଯଦି ଭରସା ହେଇଥାନ୍ତା, ସରକାର ଲୋକ ଭରସା କରିଥାନ୍ତେ ଗରିବ ଲୋକମାନେ, ତାହେଲେ ସରକାର ତ ତାଙ୍କ ଭତ୍ତାଟାকে ବଢେଇ ଦେଇଥାନ୍ତେ। କାହିଁକି ନା ବାପା ମା ଯୋଉ ବୟସ 60 ବର୍ଷ ଅଲରେଡି ହେଇଗଲାଣି, ଆପଣଙ୍କର କଷ୍ଟ ଦୁର୍ଦଶା ନ କହିଲେ ନ ଚଳେ। ଆଉ ଦିବ୍ୟାଙ୍ଗ ମାନେ ଯୋଉ ଅଛନ୍ତି, ସେ ଚାଲି ପାରୁନାହାନ୍ତି, କର୍ମ କରିବା ପାଇଁ ସେ ଅକ୍ଷମ, ସେ ତାଠୁ ଆଡୁ ବେଳେତେ ବିଧବା ମାଟେ, ତା ହଜବେଣ୍ଡ ତାର ସ୍ୱାମୀ ଚାଲିଗଲା ପରେ 4ଟା ଛୁଆ ଧରିକି ସେ ତାଠୁ ଆହୁରି ବଡ କଷ୍ଟ, ସବୁଠୁ କଷ୍ଟ ସେଇଟା। ସରକାର ଯଦି ବୁଝିଥାନ୍ତେ ଆଜ୍ଞା, ତାହେଲେ ଏତେବେଳକୁ ଆମର ନୂଆ ସରକାର ଆସିକି, ମୋ ସରକାର ଭର୍ତ୍ତା ଖଣ୍ଡିକ ଦେଇ ପାରିଥାନ୍ତେ। ଲୋକଙ୍କର ଯୋଉ ଆଶା ଭରସା ଥିଲା, ସେ ଆଶା ଭରସାକୁ ଆପଣ ତୁଟେଇ ସାରିଲାଣି, ଆଉ କିଛି ରଖିନାହାନ୍ତି। ଲୋକ ଆଉ ଭରସା ବି ତୁଟି ଗଲାଣି, ଲୋକଙ୍କର ଆଶା ଭରସା ଗୋଟେ ଜିନିଷ ତୁଟି ଆସିଲାଣି ଆଜ୍ଞା। ସେ ଆଶା ଭରସା ଆଉ ଲୋକ ରଖୁନାହାନ୍ତି, ସେ ଭରସାକୁ ଲୋକ ପାଣିର ଗାର ବୋଲି ଭାବିଲେଣି, ଆଉ ବେଦର ଗାର ବୋଲି ଭାବୁନାହାନ୍ତି। ଆପଣ ମାନେ ଯୋଉ ଭରସା ଦେଇଥିଲେ, ସେ ଭରସାକୁ ଲୋକ ଆଉ ଭାବୁନାହାନ୍ତି ପାଣିର ବେଦର ଗାର ବୋଲି, ପାଣିର ଗାର ବୋଲି ଭାବୁଛନ୍ତି। କାରଣ ସେଇ ପ୍ରକାର ଆପଣ ମାନେ ସେଇ ପ୍ରକାର ହଇରାଣ କରୁଛନ୍ତି। ଯେହେତୁ କହିଲେ ରାଜ ବର୍ତ୍ତମାନ ଚାଲିଛି ଓଡିଶାରେ ମନମୋହନ ମୋହନ ସରକାର, ଯୋଡି ପୁରା ବଢିଆ ଜମୁଛି, କିନ୍ତୁ ତାଙ୍କ ଇଶାରାରେ ରାଜ୍ୟ ଚାଲିଛି। ଓଡିଶା ରାଜ୍ୟ, ଓଡିଶା ଜିନ୍ଦାବାଦ, ଜୟ ଜଗନ୍ନାଥ।